बंधु माने मो आपणଙ୍କୁ ଯାହା କହିବାକୁ ଯାଉଛି ତାହା ଆପଣଙ୍କୁ କ୍ଷଣିକ ପାଇଁ ଅବାକ୍ କରିଦେଇପାରେ। ଆପଣଙ୍କ ଘର ସମ୍ବନ୍ଧୀୟ ଖବର ଯାହା ଆପଣ କେବେ କଳ୍ପନା ମଧ୍ୟ କରିନଥିଲେ ତାହା ପ୍ରକାଶିତ ହୋଇପାରେ। ଏହି ଖବର ଅପ୍ରତ୍ୟାଶିତ ଭାବରେ ଆସିପାରେ ଏବଂ ଆଶ୍ଚର୍ଯ୍ୟଜନକ ଭାବରେ ଏହା କେବଳ ଆପଣଙ୍କୁ ନୁହେଁ ବରଂ ଘରର ପ୍ରାୟ ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରଭାବିତ କରିବାର ସମ୍ଭାବନା ଅଛି। ଏହା ଆପଣଙ୍କ ରାଶି ପାଇଁ ଏକ ସାଧାରଣ ସମୟ ନୁହେଁ। ଶକ୍ତି ଏପରି ଭାବରେ ସମାନ ହେଉଛି ଯାହା ଦୀର୍ଘ ଦିନ ଧରି ଅଟକି ରହିଥିବା ମାମଲାରେ ଗତିକୁ ପୁନଃ ଜୀବିତ କରିପାରେ। ଧ୍ୟାନ ଦେଇ ଶୁଣନ୍ତୁ, କାରଣ ଆପଣଙ୍କ ଜୀବନରେ ଏକ ମୋଡ଼ ଆସୁଛି ଯେଉଁଠାରେ ପୁରୁଣା ଚିନ୍ତା ଧୀରେ ଧୀରେ ମଳିନ ହୋଇପାରେ, ଯାହା ଆଶାର ଏକ ନୂତନ କିରଣ ପାଇଁ ସ୍ଥାନ ସୃଷ୍ଟି କରିପାରେ। ଜ୍ୟୋତିଷ ଦୃଷ୍ଟିକୋଣରୁ ପରିବାର ସମ୍ବନ୍ଧୀୟ ନିଷ୍ପତ୍ତି, ଏକ ବାର୍ତ୍ତା, ଏକ କଥାବାର୍ତ୍ତା କିମ୍ବା କାହାର ହଠାତ୍ ଫେରିବା ଘରର ପରିବେଶକୁ ପରିବର୍ତ୍ତନ କରିପାରେ। କିନ୍ତୁ ଅପେକ୍ଷା କରନ୍ତୁ, ପ୍ରକୃତ ରହସ୍ୟ ଏଠାରେ ଆରମ୍ଭ ହୁଏ। ଧ୍ୟାନ ଦେବା ଯୋଗ୍ୟ ଏକ ବିଶେଷ ସଂକେତ ଅଛି। ଯଦି ବର୍ତ୍ତମାନ ଆପଣଙ୍କ ଘରେ ଏକ ନିର୍ଦ୍ଦିଷ୍ଟ ବିଷୟ ବାରମ୍ବାର ଆଲୋଚନା ହୋଇଛି, ହୁଏତ ପରିବାରର ଜଣେ ସଦସ୍ୟ କୌଣସି ନିଷ୍ପତ୍ତି ବିଷୟରେ ଚିନ୍ତିତ ଅଛନ୍ତି କିମ୍ବା ଏକ ପୁରୁଣା ସମସ୍ୟା ସମାଧାନ ହୋଇନାହିଁ। ଶକ୍ତି ସୂଚାଇ ଦିଏ ଯେ ସେହି ବିଷୟ ସମ୍ବନ୍ଧୀୟ ଏକ ନୂତନ ପଥ ହଠାତ୍ ଖୋଲିପାରେ। ଏହା ସମ୍ଭବ ଯେ ଯାହାଠାରୁ ଆପଣ ଏହା ଆଶା କରିନଥିଲେ ଏପରି କେହି ଆଗକୁ ବଢ଼ି ଏପରି କିଛି କହିପାରନ୍ତି ଯାହା ସମଗ୍ର ପରିବାରକୁ ଚିନ୍ତାରେ ପକାଇଥାଏ। ଏବଂ ସନ୍ଧ୍ୟା କିମ୍ବା ରାତିରେ ଦେଖାଯାଉଥିବା ସଂକେତ ଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ। ସନ୍ଧ୍ୟା ପରେ କିମ୍ବା ବିଳମ୍ବିତ ରାତି ପରେ ଆପଣ ଏକ ବାର୍ତ୍ତା, ଏକ କଲ୍ କିମ୍ବା ଆପଣଙ୍କ ମନରେ ଦୀର୍ଘ ଦିନର ଚିନ୍ତା ସହ ଜଡ଼ିତ ସୂଚନା ପାଇପାରନ୍ତି। ଘଟଣାଟି ଆପଣଙ୍କ ଆଶା ଅନୁଯାୟୀ ଠିକ୍ ଭାବରେ ପ୍ରକାଶିତ ନ ହୋଇପାରେ, କିନ୍ତୁ ଯଦି ଆପଣ ଏପରି ସଂକେତ ପାଆନ୍ତି ତେବେ ଏହାକୁ ସାବଧାନତାର ସହ ବୁଝିବାକୁ ଚେଷ୍ଟା କରନ୍ତୁ। ପ୍ରାୟତଃ ଜୀବନରେ ବଡ଼ ପରିବର୍ତ୍ତନ ଧୁମଧାମରେ ଆରମ୍ଭ ହୁଏ ନାହିଁ, ବରଂ ଏକ ସରଳ ବାର୍ତ୍ତା କିମ୍ବା କିଛି ଶବ୍ଦ ସହିତ। ଏଥିରେ ସବୁଠାରୁ ବଡ଼ ରହସ୍ୟ ରହିଛି। ଏହି ଖବର ଆର୍ଥିକ, ଆପଣଙ୍କର ଚାକିରି କିମ୍ବା ବ୍ୟବସାୟ କିମ୍ବା ପରିବାରର ସଦସ୍ୟଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସହିତ ଜଡ଼ିତ ହୋଇପାରେ, କିମ୍ବା ହୁଏତ ଏପରି ଏକ ସମ୍ପର୍କ ବିଷୟରେ ଯାହାର ଅଧ୍ୟାୟ ଆପଣ ଶେଷ ହୋଇଯାଇଛି ବୋଲି ଭାବିଥିଲେ। ଜ୍ୟୋତିଷ ସୂଚକ ଏହି କ୍ଷେତ୍ରଗୁଡ଼ିକରେ କାର୍ଯ୍ୟକଳାପ ସୂଚିତ କରେ, ବିଶେଷ କରି ଯେଉଁ ବିଷୟଗୁଡ଼ିକ ବିଷୟରେ ଆପଣ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି। ସଂକେତ ଗୁଡ଼ିକ ହଠାତ୍ ପ୍ରତିକ୍ରିୟା କିମ୍ବା ବିକାଶକୁ ସୂଚିତ କରେ। ଯଦି କୌଣସି ପୂର୍ବ ପ୍ରେମ, ପ୍ରିୟଜନଙ୍କ ଠାରୁ ବିଚ୍ଛିନ୍ନତା କିମ୍ବା ଭୁଲ ବୁଝାମଣା ଯୋଗୁଁ ଯୋଗାଯୋଗ ଭାଙ୍ଗିଯାଏ, ତେବେ ଆପଣଙ୍କର ଭାବପ୍ରବଣ ଶକ୍ତି ବର୍ତ୍ତମାନ ବିଶେଷ ଭାବରେ ବୃଦ୍ଧି ପାଇପାରେ। ଏହାର ଅର୍ଥ ନୁହେଁ ଯେ ଅନ୍ୟ ବ୍ୟକ୍ତି ଫେରି ଆସିବେ, କିନ୍ତୁ ପରିସ୍ଥିତି ଆଲୋଚନା ପାଇଁ କିମ୍ବା ପୁରୁଣା ସମ୍ପର୍କକୁ ପୁନଃ ଦେଖିବା ପାଇଁ ସୁଯୋଗ ସୃଷ୍ଟି କରିପାରେ। କେତେକ ସମୟରେ ଏକ ଛୋଟ ଘଟଣା ଜଣେ ବ୍ୟକ୍ତିଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ପାଖକୁ ନେଇଯାଏ ଯାହାଠାରୁ ସେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଥିଲେ। ଗତ କିଛି ଦିନ ମଧ୍ୟରେ ହଠାତ୍ ଆପଣଙ୍କର ଅତୀତର କାହାକୁ ମନେ ପକାଇଛନ୍ତି କି? କୌଣସି ପୁରୁଣା ଫଟୋଗ୍ରାଫ, କୌଣସି ପରିଚିତ ସ୍ଥାନ କିମ୍ବା ଅତୀତର କଥାବାର୍ତ୍ତା ଅପ୍ରତ୍ୟାଶିତ ଭାବରେ ସାମ୍ନାକୁ ଆସିଛି କି? ଯଦି ହଁ, ତେବେ ଏହାକୁ କେବଳ ସଂଯୋଗ ବୋଲି ଭାବନ୍ତୁ ନାହିଁ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏପରି ଅଭିଜ୍ଞତା ପ୍ରାୟତଃ ଆମ ଭିତରେ ଭାବପ୍ରବଣ ଶକ୍ତିକୁ ସଂକେତ ଦିଏ। ଯଦି ଏହା ଆପଣଙ୍କ ଜୀବନ ସହିତ ଘଟୁଛି ତେବେ କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ ଲେଖନ୍ତୁ। ତଥାପି କଥା ଏଠାରେ ଶେଷ ହେଉନାହିଁ। ଆପଣଙ୍କର ପ୍ରେମ ଏବଂ ସମ୍ପର୍କ ପର୍ଯ୍ୟନ୍ତ ହିଁ ସୀମିତ ନୁହେଁ। ଆପଣଙ୍କର ଆର୍ଥିକ ଏବଂ ବୃତ୍ତିଗତ କ୍ଷେତ୍ରରେ ସମ୍ଭାବନା ଦେଖାଯାଉଛି। ଯେଉଁଠାରେ ପୂର୍ବରୁ ବାଧା ଥିଲା, ବର୍ତ୍ତମାନ ସେହି କ୍ଷେତ୍ରଗୁଡ଼ିକରୁ ସମାଧାନ ସୃଷ୍ଟି ହୋଇପାରେ। ଏକ ବିଚାରାଧୀନ ଦେୟ, ଅଟକି ରହିଥିବା ପାଣ୍ଠି, ବିଳମ୍ବିତ ବ୍ୟବସାୟିକ ନିଷ୍ପତ୍ତି କିମ୍ବା ଚାକିରି ସମ୍ବନ୍ଧୀୟ ଆଲୋଚନା ହଠାତ୍ ପୁଣି ସକ୍ରିୟ ହୋଇପାରେ। ଯଦି ଆପଣଙ୍କର ପ୍ରୟାସ ସମାନ ହୁଏ ଏବଂ ପରିସ୍ଥିତି ଅନୁକୂଳ ରହେ, ତେବେ ଆପଣ ଆପଣଙ୍କର ଆର୍ଥିକ ପରିସ୍ଥିତିରେ ଉନ୍ନତିର ସଂକେତ ଦେଖିପାରିବେ। କିଛି ବ୍ୟକ୍ତିଙ୍କ ପାଇଁ ପରିବାରର ଜଣେ ସଦସ୍ୟ ଚାକିରି, ବ୍ୟବସାୟ, ଶିକ୍ଷା କିମ୍ବା ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ହଠାତ୍ ନିଷ୍ପତ୍ତି ନେଇପାରନ୍ତି। ଏପରି ଖବର ଯାହା ପରିବାର ପାଇଁ ଆଶ୍ଚର୍ଯ୍ୟଜନକ,
ପରିବାରର ସଦସ୍ୟମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ସେହି ନିଷ୍ପତ୍ତି ଶେଷରେ ଏକ ନୂତନ ସୁଯୋଗ ପାଇଁ ପଥ ପ୍ରଶସ୍ତ କରିପାରେ। ତେଣୁ ନିକଟ ଭବିଷ୍ୟତରେ ଘରେ ହେଉଥିବା କଥାବାର୍ତ୍ତା ପ୍ରତି ଧ୍ୟାନ ଦିଅନ୍ତୁ। ଗୁରୁତ୍ୱପୂର୍ଣ୍ଣ ଖବର ପ୍ରାୟତଃ ପ୍ରଥମେ ଏକ ସୂକ୍ଷ୍ମ ସଂକେତ ଭାବରେ ଦେଖାଯାଏ, ଯାହାର ପ୍ରକୃତ ଗୁରୁତ୍ୱ ପରେ ସ୍ପଷ୍ଟ ହୁଏ। ଏବେ ଆସନ୍ତୁ ଆମେ ସେହି ବ୍ୟକ୍ତିଙ୍କୁ ବିଚାର କରିବା ଯିଏ ଆପଣଙ୍କ ଉପସ୍ଥିତିରେ ସାଧାରଣ ଭାବରେ ବ୍ୟବହାର କରନ୍ତି, କିନ୍ତୁ ଆପଣଙ୍କ ବିଷୟରେ ଗଭୀର ଭାବରେ ଭିନ୍ନ ଚିନ୍ତାଧାରା ପୋଷଣ କରନ୍ତି। ଏହା ପରିବାରର ଜଣେ ସଦସ୍ୟ, ପୁରୁଣା ପରିଚିତ ବ୍ୟକ୍ତି କିମ୍ବା ଏପରି କେହି ହୋଇପାରେ ଯାହାଙ୍କ ସହିତ ଆପଣ ଦୂରେଇ ଯାଇଛନ୍ତି। ଏପରି ସମ୍ଭାବନା ଅଛି ଯେ ସେମାନେ ଦୀର୍ଘ ସମୟ ଧରି କିଛି କହିବାକୁ ଚାହୁଁଥିବା କଥାକୁ ଲୁଚାଇ ରଖିଛନ୍ତି। ଏହା ପ୍ରକାଶ ପାଇବା ମାତ୍ରେ ପରିବାର ଗତିଶୀଳତା ଅସ୍ଥାୟୀ ଭାବରେ ବଦଳିପାରେ। ମନେ ରଖନ୍ତୁ, ଆପଣଙ୍କ ପାଇଁ ପ୍ରତ୍ୟେକ ହସୁଥିବା ବ୍ୟକ୍ତି ଶୁଭେଚ୍ଛାକାରୀ ନୁହନ୍ତି କିମ୍ବା ପ୍ରତ୍ୟେକ ନୀରବ ବ୍ୟକ୍ତି ବିରୋଧୀ ନୁହନ୍ତି। ଆପଣଙ୍କ ଚାରିପାଖର ଲୋକଙ୍କ ଶକ୍ତିକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ। ଶତ୍ରୁ କିମ୍ବା ଈର୍ଷାଳୁ ବ୍ୟକ୍ତିଙ୍କ ଯୋଗୁଁ ଏକ ଛୋଟ ସମସ୍ୟା ଉପୁଜିପାରେ, କିନ୍ତୁ ସୂଚନା ଅନୁଯାୟୀ ଆପଣଙ୍କର ବିଚକ୍ଷଣତା ଆପଣଙ୍କୁ ଏକ ବଡ଼ ଭୁଲ କରିବାରୁ ରକ୍ଷା କରିପାରିବ। ତେଣୁ ବର୍ତ୍ତମାନ ସମସ୍ତଙ୍କ ସହିତ ଆପଣଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବାଣ୍ଟିବା ଏଡ଼ାଇବା ଭଲ ହେବ। ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଆପଣଙ୍କ ଶରୀର ଆପଣଙ୍କୁ ଦେଉଥିବା ସଂକେତଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ। ଜ୍ୟୋତିଷ ଭବିଷ୍ୟବାଣୀ ଯାହା ହେଉନା କାହିଁକି, ବାସ୍ତବ ଜୀବନରେ ଆବଶ୍ୟକ ହେଲେ ବିଶ୍ରାମ, ସନ୍ତୁଳିତ ଦିନଚର୍ଯ୍ୟା ଏବଂ ଡାକ୍ତରୀ ପରାମର୍ଶକୁ ପ୍ରାଥମିକତା ଦେବା ଅତ୍ୟନ୍ତ ଜରୁରୀ। ବିଶେଷ କରି ମାନସିକ ଚାପକୁ ଚାପି ରଖିବା ପରିବର୍ତ୍ତେ ଏହାକୁ କମ୍ କରିବାକୁ ଚେଷ୍ଟା କରନ୍ତୁ, କାରଣ ଆଗାମୀ ସମୟ ଆପଣଙ୍କ ପାଇଁ ଭାବପ୍ରବଣପୂର୍ଣ୍ଣ ଗୁରୁତ୍ୱ ରଖେ। ଆପଣ ମଧ୍ୟ ସେହି କ୍ଷେତ୍ରରେ ବହୁତ ସକ୍ରିୟ ରହିପାରନ୍ତି। କିଛି ରାଶିର ବ୍ୟକ୍ତିବିଶେଷମାନେ ସେମାନଙ୍କ ପିଲାମାନଙ୍କ ସହ ଜଡ଼ିତ ବିଷୟଗୁଡ଼ିକ ବିଷୟରେ ଆଶ୍ୱସ୍ତି କିମ୍ବା ଖୁସିର ସଂକେତ ପାଇପାରନ୍ତି। ପିଲାଙ୍କର ଶିକ୍ଷା, ସଫଳତା, ନିଷ୍ପତ୍ତି କିମ୍ବା ସେମାନଙ୍କ ଭବିଷ୍ୟତ ସମ୍ବନ୍ଧୀୟ ଖବର ପରିବାରର ବାତାବରଣରେ ଆନନ୍ଦ ଆଣିପାରେ। ଏହି ସମସ୍ୟା ବିଷୟରେ ଦୀର୍ଘ ସମୟ ଧରି ଚିନ୍ତିତ ଥିବା ପରିବାର ପାଇଁ ଆଶାର ଏକ ନୂତନ କାରଣ ଉଭା ହୋଇପାରେ। ତଥାପି ପ୍ରକୃତ ଫଳାଫଳ ଆପଣଙ୍କ ବ୍ୟକ୍ତିଗତ ପରିସ୍ଥିତି ଏବଂ କାର୍ଯ୍ୟ ଉପରେ ନିର୍ଭର କରିବ। ଏବଂ ବର୍ତ୍ତମାନ ଏକ ସଂକେତ ପ୍ରତି ଧ୍ୟାନ ଦିଅନ୍ତୁ, ଯାହାକୁ ବହୁତ କମ୍ ଲୋକ ବୁଝନ୍ତି। ଯଦି ଆପଣ ରାତିରେ ହଠାତ୍ ଉଠି ପଡ଼ନ୍ତି, କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ବିଷୟ ମନକୁ ଆସେ ଏବଂ ଆପଣ ଅସ୍ଥିରତା କିମ୍ବା ଶାନ୍ତିର ଏକ ଅଦ୍ଭୁତ ଅନୁଭବ କରନ୍ତି, ତେବେ ସେହି ଅଭିଜ୍ଞତାକୁ ତୁରନ୍ତ ଏକ ନିର୍ଣ୍ଣାୟକ ଭବିଷ୍ୟବାଣୀ ଭାବରେ ବ୍ୟାଖ୍ୟା କରନ୍ତୁ ନାହିଁ, ବରଂ ଆପଣଙ୍କ ମନର ଅବସ୍ଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ। କେତେକ ସମୟରେ ଆମର ଆନ୍ତରିକତା ଆମକୁ ଦିନର ବ୍ୟସ୍ତତା ମଧ୍ୟରେ ଆମେ ଅଣଦେଖା କରୁଥିବା ଜିନିଷଗୁଡ଼ିକୁ ଦେଖିବା ପାଇଁ ପ୍ରେରଣା ଦିଏ। ତ ଆପଣଙ୍କ ପାଇଁ ଆପଣଙ୍କର ପୂର୍ବ କାର୍ଯ୍ୟର ହିସାବ ମଧ୍ୟ ଏହି କାହାଣୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆପଣ ସାହାଯ୍ୟ କରିଥିବା କାହାକୁ ସାହାଯ୍ୟ କରିଥିବାର ସକାରାତ୍ମକ ପ୍ରଭାବ, ଆପଣ କାହା ପାଖରେ ଠିଆ ହୋଇଥିବା ସମୟ କିମ୍ବା ଏକ କଷ୍ଟକର ପରିସ୍ଥିତିରେ ନୀରବ ରହି ସଠିକ୍ ନିଷ୍ପତ୍ତି ନେଇଥିବା ମୁହୂର୍ତ୍ତ କୌଣସି ରୂପରେ ଆପଣଙ୍କ ଜୀବନକୁ ଫେରିପାରେ। ଈଶ୍ୱରଙ୍କର ନ୍ୟାୟ ସବୁବେଳେ ତୁରନ୍ତ ଦୃଶ୍ୟମାନ ହୁଏ ନାହିଁ, କିନ୍ତୁ ଯେତେବେଳେ ସମୟ ଠିକ୍ ହେବ ଆପଣ ପରିସ୍ଥିତି ପରିବର୍ତ୍ତନ ଅନୁଭବ କରିପାରନ୍ତି। ତେଣୁ ଯଦି ଆପଣ ବର୍ତ୍ତମାନ ଆପଣଙ୍କ ଜୀବନରେ ଏପରି ଏକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଯାହାର ଉତ୍ତର ଆପଣ ପାଇପାରୁନାହାନ୍ତି, ତେବେ ଆଗାମୀ ସଂକେତ ଗୁଡ଼ିକ ସେହି ପ୍ରହେଳିକାର ଏକ ଅଂଶ ହୋଇପାରେ। କିନ୍ତୁ ବନ୍ଧୁମାନେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏପର୍ଯ୍ୟନ୍ତ ଆସିବାକୁ ବାକି ଅଛି। ଯେଉଁ ଖବର ଆସିବାର ସମ୍ଭାବନା ଅଛି ତାହା କେବଳ ଘରୋଇ ସୁଖ ବିଷୟରେ ନୁହେଁ, ଏହା ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି, ଏକ ଅତୀତର ନିଷ୍ପତ୍ତି ଏବଂ ପରିବାର ମଧ୍ୟରେ ଏପର୍ଯ୍ୟନ୍ତ ଲୁଚାଇ ରଖାଯାଇଥିବା ଏକ ବିଷୟ ସହ ଜଡ଼ିତ ହୋଇପାରେ। ଏବଂ ଯେତେବେଳେ ସେହି ବିଷୟର ଏକ ଛୋଟ ଅଂଶ ମଧ୍ୟ ପ୍ରକାଶ ପାଇବ, ଆପଣ ବୁଝିପାରିବେ ଯେ କିଛି ସମୟ ଧରି ପରିସ୍ଥିତି ସେହି ଦିଗରେ କାହିଁକି ଇଙ୍ଗିତ କରୁଛି। କିନ୍ତୁ ପ୍ରଶ୍ନ ରହିଯାଏ, ଏହି ଖବର କାହାଠାରୁ ଆସିପାରେ ଏବଂ ଏଥିରେ କ'ଣ ରହିବ ଯାହା ସମଗ୍ର ପରିବାରକୁ ଆଶ୍ଚର୍ଯ୍ୟ କରିପାରେ। କିଛି ସମୟ ଧରି ଆପଣଙ୍କ ପରିସ୍ଥିତିରେ ଯାହାର ସଂକେତ ସ୍ପଷ୍ଟ ଭାବରେ ଦେଖାଯାଉଛି ତାହା ଏବେ ପ୍ରକାଶ ପାଇବା ଆରମ୍ଭ ହୋଇଛି। ଆପଣଙ୍କର ଘର ସମ୍ପର୍କରେ ଯେଉଁ ଖବର ପ୍ରକାଶ ପାଇବାର ସମ୍ଭାବନା ଥିଲା, ତାହା କୌଣସି ଏକ ସାଧାରଣ ଘଟଣାରୁ ନୁହେଁ,
ବରଂ ବିଭିନ୍ନ ଛୋଟ ପରିସ୍ଥିତିର ମିଶ୍ରଣରୁ ହୋଇପାରେ। ଏହା ସମ୍ଭବ ଯେ ଦୀର୍ଘ ଦିନ ଧରି ଚାଲିଥିବା ପାରିବାରିକ ଚିନ୍ତା ସମ୍ପର୍କରେ ସୂଚନା ହଠାତ୍ ସାମ୍ନାକୁ ଆସିପାରେ, ଯାହା ପରିବାରର ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେବ। ଆପଣ ଆପଣଙ୍କ ମନକୁ ଭାରାକ୍ରାନ୍ତ କରୁଥିବା ସମସ୍ୟାର ଏକ ସମ୍ଭାବ୍ୟ ସମାଧାନ ପାଇପାରନ୍ତି। ପ୍ରଥମେ ଆମେ ସେହି ବ୍ୟକ୍ତିଙ୍କୁ ସମ୍ବୋଧିତ କରିବା ଯିଏ ଆପଣଙ୍କ ପରିବାରରେ ଦିନ ଧରି ଆଲୋଚନାର ବିଷୟ ହୋଇଥିବେ। ଜ୍ୟୋତିଷ ସୂଚକ ସୂଚାଇଥାଏ ଯେ ସେମାନଙ୍କ ସମ୍ପର୍କରେ ଏକ ନିଷ୍ପତ୍ତି, ଏକ ବାର୍ତ୍ତା କିମ୍ବା ନୂତନ ସୂଚନା ଆସିବାର ସମ୍ଭାବନା ଅଛି। ଯଦି ଏହି ବ୍ୟକ୍ତି ଚାକିରି, ବ୍ୟବସାୟ, ବିବାହ କିମ୍ବା ଶିକ୍ଷା ଅନ୍ୟ କୌଣସି ସହର ସହ ଜଡ଼ିତ, ତେବେ ସେହି ଚାରିପାଖରୁ ଆସୁଥିବା ଖବର ପରିବାର ମଧ୍ୟରେ ହଠାତ୍ ଉତ୍ସାହ ସୃଷ୍ଟି କରିପାରେ। ଯଦିଓ ଘଟଣାଟି ଆଶାନୁରୂପ ଭାବରେ ପ୍ରକାଶିତ ନ ହୋଇପାରେ, ପରିସ୍ଥିତି ଏକ ସକାରାତ୍ମକ ପରିବର୍ତ୍ତନ ଆଡ଼କୁ ଗତି କରିପାରେ। ଆର୍ଥିକ ସମ୍ପର୍କିତ ଏକ ଅଟକି ରହିଥିବା ପଥ ମଧ୍ୟ ଖୋଲିବାର ସମ୍ଭାବନା ଅଛି। ବିଚାରାଧୀନ ଦେୟ, ବ୍ୟବସାୟିକ ଚୁକ୍ତି, ଚାକିରି ସମ୍ବନ୍ଧୀୟ ଲାଭ କିମ୍ବା ପରିବାରର ଆର୍ଥିକ ମାମଲା ଭଳି କ୍ଷେତ୍ରରେ ପ୍ରଗତି ଦେଖାଯାଇପାରେ। ଯଦି ଆପଣ ବର୍ତ୍ତମାନ ଅନୁଭବ କରୁଛନ୍ତି ଯେ ଆପଣଙ୍କ କଠିନ ପରିଶ୍ରମ କୌଣସି ଫଳ ଦେଉନାହିଁ, ତେବେ ପରିସ୍ଥିତି ଏବେ ଧୀରେ ଧୀରେ ସୁଧୁରିପାରେ। ତଥାପି ଏହି ସମୟରେ ଲୋଭରୁ ଏକ ବଡ଼ ଆର୍ଥିକ ବିପଦ ନେବା ବାଞ୍ଛନୀୟ ହେବ ନାହିଁ। ସଂକେତ ଗୁଡ଼ିକ ସୁଯୋଗ ଆଡ଼କୁ ଇଙ୍ଗିତ କରୁଛି। ଶୀଘ୍ର ପାଇଁ ଡାକ ନୁହେଁ। ଏବେ ହୃଦୟର ବିଷୟ ଗୁଡ଼ିକୁ ମୁହାଁଇଲେ କାହାଣୀ ଆହୁରି ଗଭୀର ହୁଏ। ଯଦି ଆପଣଙ୍କ ଜୀବନରେ ଏପରି କେହି ଅଛନ୍ତି ଯାହାଙ୍କ ସହିତ ଯୋଗାଯୋଗ ବନ୍ଦ ହୋଇଯାଇଛି, ସମ୍ପର୍କ ଅସମ୍ପୂର୍ଣ୍ଣ ରହିଯାଇଛି କିମ୍ବା ଭୁଲ ବୁଝାମଣା ଯୋଗୁଁ ଦୂରତା ବୃଦ୍ଧି ପାଇଛି, ତେବେ ଆପଣଙ୍କ ପ୍ରତି ସେମାନଙ୍କର ଭାବନା ପୁନର୍ବାର ଦେଖାଯାଇପାରେ। ସେମାନେ ଖୋଲାଖୋଲି ଭାବରେ ଏହି ଭାବନା ଗୁଡ଼ିକୁ ସ୍ୱୀକାର କରନ୍ତୁ କି ନ କରନ୍ତୁ, ପୁରୁଣା ସ୍ମୃତି ସେମାନଙ୍କ ଭିତରେ ଅସ୍ଥିରତାର ଭାବନା ସୃଷ୍ଟି କରିପାରେ। କୌଣସି ବାହାନାରେ ଏକ କଥାବାର୍ତ୍ତା ଖୋଲିପାରେ, କିନ୍ତୁ ଏକ ମୁହୂର୍ତ୍ତ ପାଇଁ ସ୍ଥଗିତ ରୁହନ୍ତୁ। ଯଦି ଆପଣ ଆଶା କରନ୍ତି ଯେ ସେହି ବ୍ୟକ୍ତି ହଠାତ୍ ଦେଖାଦେବେ ଏବଂ ସବୁକିଛି ଖୋଲାରେ ରଖିବେ, ତେବେ ନିଶ୍ଚିତ ଭାବରେ ଏପରି ଧରିବା ମୂର୍ଖତା ହେବ ନାହିଁ। ଶକ୍ତି କେବଳ ସମ୍ଭାବନାକୁ ଇଙ୍ଗିତ କରେ। କେତେକ ସମୟରେ ଏହା ସଂକ୍ଳାପ ହିଁ ଫେରିଥାଏ। ଆବଶ୍ୟକ ନୁହେଁ ଯେ ବ୍ୟକ୍ତି କେତେକ ସମୟରେ ଏକ ବାର୍ତ୍ତା ଆସେ। କେତେକ ସମୟରେ ଏକ ପାରସ୍ପରିକ ପରିଚିତ ବ୍ୟକ୍ତି ଆଲୋଚନା ଆରମ୍ଭ କରେ ଏବଂ ଅନ୍ୟ ସମୟରେ ହଠାତ୍ ଏକ ପରିସ୍ଥିତି ସୃଷ୍ଟି ହୁଏ ଯେଉଁଠାରେ ଦୁଇ ଜଣ ବ୍ୟକ୍ତି ନିଜକୁ ପୁଣି ମୁହାଁମୁହିଁ ପାଆନ୍ତି। ଆପଣଙ୍କ ପାଇଁ ଏହି ସମୟ ବିବାହ ସମ୍ବନ୍ଧୀୟ ବିଷୟ ଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଅବିବାହିତଙ୍କ ପାଇଁ ପରିବାର ମଧ୍ୟରେ ଏକ ସମ୍ଭାବ୍ୟ ମେଳ ବିଷୟରେ ଆଲୋଚନା ହଠାତ୍ ଆରମ୍ଭ ହୋଇପାରେ। ପୂର୍ବରୁ ସାଧାରଣ ଭାବରେ ଖାରଜ କରାଯାଇଥିବା ପ୍ରସ୍ତାବକୁ ପୁନର୍ବିଚାର କରାଯାଇପାରେ। ଏହି ସମୟରେ ବିବାହିତ ବ୍ୟକ୍ତିମାନଙ୍କ ପାଇଁ ପରିବାର ସମ୍ପର୍କରେ ଭଲ ଖବର ପ୍ରେମ ଏବଂ ଏକତାର ପରିବେଶକୁ ବୃଦ୍ଧି କରିପାରେ। ଏକ ସନ୍ତାନ ଦ୍ୱାରା ଏକ ସଫଳତା ମଧ୍ୟ ପରିବାରରେ ଉତ୍ସାହ ଆଣିପାରେ। ଏବେ ରାତିରେ ସେହି ନିର୍ଦ୍ଦିଷ୍ଟ ସଂକେତକୁ ମନେ ପକାନ୍ତୁ ଯେଉଁ ସନ୍ଧ୍ୟା କିମ୍ବା ରାତି ବିଷୟରେ ଆମେ ପୂର୍ବରୁ କହିଥିଲୁ। ସେହି ସମୟରେ ଏକ ଫୋନ୍ କଲ୍, ଏକ ମେସେଜ କିମ୍ବା ଏକ କଥାବାର୍ତ୍ତା ଏପରି କିଛି ସୂଚାଇପାରେ ଯାହାକୁ ଆପଣ ଦୀର୍ଘ ସମୟ ଧରି ବୁଝିବାକୁ ଚେଷ୍ଟା କରିଛନ୍ତି। ଆପଣ କାହାର ସ୍ୱରରେ ପରିବର୍ତ୍ତନ ଲକ୍ଷ୍ୟ କରିପାରନ୍ତି। ଏକ ମେସେଜର ଶବ୍ଦ ଆପଣଙ୍କୁ ପ୍ରତିଫଳିତ କରିବାକୁ ବାଧ୍ୟ କରିପାରେ କିମ୍ବା ଏକ ପୁରୁଣା ବିଷୟ ହଠାତ୍ ଉଠିପାରେ। ସେହି ମୁହୂର୍ତ୍ତରେ ଆପଣଙ୍କ ପ୍ରତିକ୍ରିୟାରେ ବହୁତ ଚିନ୍ତିତ ହୁଅନ୍ତୁ ନାହିଁ, କାରଣ ଏକ ଛୋଟ ପ୍ରତିକ୍ରିୟା ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କର ଗତିକୁ ବଦଳାଇ ଦେଇପାରେ। ଆପଣଙ୍କ ରାଶି ପାଇଁ ଏହା କେବଳ ବାହ୍ୟ ଘଟଣା ନୁହେଁ, ବରଂ ନିଜକୁ ଭିତରୁ ଶକ୍ତିଶାଳୀ କରିବା ପାଇଁ ମଧ୍ୟ ଏକ ସମୟ। ଆପଣ ବହୁତ କିଛି ସହ୍ୟ କରିବା ସତ୍ତ୍ୱେ ନୀରବ ରହିବା ଶିଖିଛନ୍ତି। ପ୍ରାୟତଃ ଆପଣ ଆପଣଙ୍କୁ ଅନ୍ୟମାନଙ୍କ ପାଇଁ ନିଜର ଇଚ୍ଛାକୁ ପାସୋରି ଦେଉଛନ୍ତି। କେତେବେଳେ ଆପଣ ଅନୁଭବ କରୁଛନ୍ତି ଯେ ଆପଣଙ୍କର କଠିନ ପରିଶ୍ରମ ଅଣଦେଖା କରାଯାଉଛି, ତଥାପି କର୍ମର ନିୟମ ନିର୍ଦ୍ଦେଶ ଦିଏ ଯେ ପ୍ରତ୍ୟେକ ପ୍ରୟାସ ପ୍ରଭାବ ଛାଡ଼ିଥାଏ। ଯଦି ଆପଣଙ୍କର କାର୍ଯ୍ୟ ସଠିକ୍ ଦିଗରେ ହୋଇଛି, ତେବେ ଆଗାମୀ ସମୟ ଆପଣଙ୍କୁ ଅନୁଭବ କରାଇପାରେ ଯେ ଆପଣଙ୍କର କଠିନ ପରିଶ୍ରମ ବ୍ୟର୍ଥ ନଥିଲା। କିଛି ବ୍ୟକ୍ତିଙ୍କ ପାଇଁ ଶତ୍ରୁ କିମ୍ବା ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହ ଜଡ଼ିତ ସମସ୍ୟା କମିଯିବାର ସମ୍ଭାବନା ଅଛି। ଆପଣଙ୍କ ବିଷୟରେ ମିଥ୍ୟା ପ୍ରଚାର କରୁଥିବା ବ୍ୟକ୍ତିଙ୍କର ପ୍ରକୃତ ସ୍ୱଭାବ ଧୀରେ ଧୀରେ ପ୍ରକାଶ ପାଇପାରେ। ତେଣୁ ପ୍ରତିଶୋଧ ନେବାକୁ ଚେଷ୍ଟା କରନ୍ତୁ ନାହିଁ, ସମୟକୁ ତାର ବାଟରେ ଯିବାକୁ ଦିଅନ୍ତୁ। ପ୍ରାୟତଃ ସବୁଠାରୁ ଶକ୍ତିଶାଳୀ ପ୍ରତିକ୍ରିୟା ହେଉଛି ଯେତେବେଳେ ସତ୍ୟ ଆପଣଙ୍କର କୌଣସି ପ୍ରୟାସ ବିନା ପ୍ରକାଶ ପାଏ।
स्वास्थ्य संपर्क रे गोटे कथा गुरुत्वपूर्ण निकट भविष्य रे मानसिक चाप को दूर रे रखिबा आपणक पई विशेष गुरुत्वपूर्ण हेबो। निश्चित करंतु जे आपण पर्याप्त विश्राम नेउछंती, ठीक भाबरे खाउछंती एवं एक सुस्थ दिनचर्या बजाय रखिछंती। जदि आपण एक प्रकृत स्वास्थ्य समस्यार सम्मुखीन हेउछंती तेबे केवल ज्योतिष उपरे निर्भर करंतु नाही, उपयुक्त डाक्तरी परामर्श नियंतु। जेतेबेले मन एवं शरीर उभय उपयुक्त जत्न पाती सेतेबेले आध्यात्मिक शक्ति सर्वोत्तम भाबरे अनुभूत हुए। एबे आसंतु एक दिव्य संकेत उपरे आलोचना करिबा। जदि आपणक जीवन रे वर्तमान एक निर्दिष्ट नाम, संख्या, पुराना स्थान किंबा स्मृति बारंबार आवर्तन करुछि तेबे तुरंत निष्कर्ष रे पहुंचीबार कौनसी आवश्यकता नहीं, बरं एहाकु आपणक अंतरात्मा को बुझीबार सुजोग भाबरे देखंतु, प्रार्थना करंतु, भल कर्म बजाय रखंतु एवं अन्यमानक प्रति कौनसी अन्याय करंतु नहीं। जदि यह आपणक जीवन में प्रतिध्वनित हेउछि तेबे कमेंट बॉक्स रे जय श्री कृष्ण लिखंतु एवं हृदय रे एक कामना करी ईश्वर को प्रार्थना करंतु जे आपणक घरे पहुंचीबा जे कोनसी खबर आपणकर एवं आपणक परिवार पई शुभ कामना आनिब। वर्तमान एक प्रमुख मोड़ सामना को आसीछि, एपरी खबर जहाँ समग्र परिवार को आश्चर्य करिपारे। एई खबर आपण क्वचित आशा करिथिबा व्यक्तिंक ठारू आसीपारे। आपण जो परिवारर सदस्यंकु सबुठारू नीरव बोली मानिथिले से एक गुरुत्वपूर्ण निष्पत्ति घोषणा करिपारिबे, किंबा जे दीर्घ समय धरि गुप्त रखिछंती से हठात सत्य प्रकाश करिपारंती। एही कारणरू आगामी दिन रे आपणक घरर परिवेश प्रति ध्यान दियंतु। परिवारर सदस्यंक आचरण रे हठात परिवर्तन, कहीं फोन ने बहुत समय बिताइबा, पुराना संपर्कर पुनरुत्थान किंबा परिवारर कौनसी सदस्य भविष्यत विषय गंभीर आलोचना आरंभ करिबा एगुड़िक सामान्य विषय परि मने होई पारे, तथापि सेमाने एक गुरुत्वपूर्ण निष्पत्ति नेबार संकेत देई पारंती। आर्थिक क्षेत्र रे मध्य जो क्षेत्र रे आपण पूर्वरु निराशार सम्मुखीन होइथिले सेठारे एक बड़ मोड़ संभव। आपण बंद होइथिबा पथरु एक सुजोग पाइबे। चाकरी खोजुथबा लोकंक पई एक कथाबार्ता किंबा नूतन संपर्क माध्यम रे आशा उभा होई पारे। व्यवसाय मालिक माने पुराना ग्राहक किंबा नूतन संपर्क को लाभदायक पाई पारंती। जदि आपण धैर्यवान रुहंती एवं सठिक निष्पत्ति नियंती तेबे परिस्थिति धीरे धीरे आपणक सपक्ष रे आसी पारे। तथापि सबुठारू भावप्रवण गुरुत्वपूर्ण संकेत गुड़िक परिवार एवं प्रेम सह जड़ित अछि। आपण एपरि जणे व्यक्तिंक विषय खबर पाई पारंती जे आपणक परिवारରୁ दूरेई जाइथिले। ଏହା ଶୁଣି କିଛି ପରିବାର ସଦସ୍ୟ ଆନନ୍ଦର ଲୁହରେ ବୁଡ଼ି ପାରନ୍ତି, ଯେତେବେଳେ କି ଅନ୍ୟମାନେ କେବଳ ଭାବପ୍ରବଣ ହୋଇପାରନ୍ତି। ଏହି ଖବର ଏକ ପୁରୁଣା ସମ୍ପର୍କର ସମାଧାନ, କାହାର ଫେରିବା, ସଫଳତା କିମ୍ବା ଦୀର୍ଘ ସମୟ ଧରି ପଡ଼ି ରହିଥିବା ନିଷ୍ପତ୍ତି ସହ ଜଡ଼ିତ ହୋଇପାରେ। କେତେକ ସମୟରେ ଈଶ୍ୱରୀୟ ବ୍ୟକ୍ତି ଆମକୁ ଯାହା ପାଇଁ ଆମେ ବହୁ ପୂର୍ବରୁ ପ୍ରାର୍ଥନା କରିଥିଲୁ ତାହା ପରେ ପ୍ରଦାନ କରନ୍ତି, କାରଣ ଆମେ ସେତେବେଳେ ଏଥିପାଇଁ ପ୍ରସ୍ତୁତ ନଥିଲୁ। ତେଣୁ ଯଦି ଏକ ଦୀର୍ଘକାଳୀନ ଇଚ୍ଛା ଅପୂର୍ଣ୍ଣ ରହିଥାଏ ତେବେ ନିରାଶ ହୁଅନ୍ତୁ ନାହିଁ। ସଂକେତ ଗୁଡ଼ିକ ସୂଚାଇ ଦିଏ ଯେ ପରିସ୍ଥିତି ପରିବର୍ତ୍ତନ ହେବା ଆରମ୍ଭ ହୋଇଛି। ଆପଣଙ୍କୁ କେବଳ ଆପଣଙ୍କର ପ୍ରୟାସ, ଧୈର୍ଯ୍ୟ ଏବଂ ବିଶ୍ୱାସ ବଜାୟ ରଖିବାକୁ ପଡ଼ିବ।